ଆପଣମାନେ ଲକ୍ଷେ ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଏହି ଉପାୟ ଆପଣମାନଙ୍କୁ କେହି ବି କହିବେ ନାହିଁ। ଆଜିର ଭିଡ଼ିଓଟି ବଡ଼ ଚମତ୍କାରୀ ଭିଡ଼ିଓ ଅଟେ। ଆଜିର ଭିଡ଼ିଓରେ ଆମେ ଜାଣିବା ଯେ ଲିମ୍ବ ଗଛର ଚେର କୋଟିପତି କାହିଁକି କରିଥାଏ। ଲିମ୍ବ ଗଛ ଆପଣ ବହୁତ ସହଜରେ ଆପଣଙ୍କ ଘରର ଆଖପାଖରେ ବହୁତ ସହଜରେ ଦେଖିଥିବେ ବା ଆପଣଙ୍କୁ ମିଳିଥାଏ। ଆଉ ଏହି ଲିମ୍ବ ଗଛ ବହୁତ ଚମତ୍କାରୀ ଗୁଣରେ ଭରପୁର ହୋଇ ରହିଥାଏ। ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ଏହି ଲିମ୍ବ ଗଛର ପ୍ରୟୋଗ ବିଷୟରେ ଜଣାଇବୁ, ଯାହା ଆପଣଙ୍କର ଦୁର୍ଭାଗ୍ୟର ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଦେବ। ଆପଣଙ୍କ ଭାଗ୍ୟ ଚମକି ଉଠିବ। ଶନି, ରାହୁ ଏବଂ କେତୁ ଏହି ତିନି ଗ୍ରହ ମାନଙ୍କ ପୀଡ଼ାରୁ ଆପଣମାନଙ୍କୁ ମୁକ୍ତି ମିଳିଯିବ। ଲିମ୍ବ ଗଛ ଆଉ ଏହି ଲିମ୍ବ ଗଛ କୌଣସି ସାଧାରଣ ଗଛ ନୁହେଁ। ଏହା ଅନେକ ପ୍ରକାରର ରୋଗକୁ ଦୂର କରିଥାଏ। ଏହି ଗଛ ଆପଣମାନଙ୍କୁ ଅଚାନକ ଧନ ପ୍ରାପ୍ତି ମଧ୍ୟ କରାଇଥାଏ। ଲିମ୍ବ ଗଛରେ ଭରପୁର ଔଷଧୀୟ ଗୁଣ ଭରିକି ରହିଥାଏ। ଆଉ ଏହି ଲିମ୍ବ ଗଛର ପତ୍ର ପ୍ରତ୍ୟେକ ସଂକ୍ରାମିତ ରୋଗକୁ ଭଲ କରିଥାଏ। ଖାଲି ଏତିକି ନୁହେଁ, ହିନ୍ଦୁ ଧର୍ମରେ ଯଦି ଏହି ଲିମ୍ବ ଗଛର ଶକ୍ତିର ଉପାୟକୁ ଦେଖାଯାଏ କିମ୍ବା ଏହା ଧାର୍ମିକ ମହତ୍ତ୍ୱକୁ ଦେଖାଯାଏ, ତେବେ ଏହି ଲିମ୍ବ ଗଛ ବହୁତ ମହତ୍ତ୍ୱ ରହିଅଛି। ଆଉ ଏହି ଲିମ୍ବ ଗଛ ଓସ୍ତ ଗଛ ଏବଂ ବରଗଛ ଠାରୁ ବହୁତ ଶକ୍ତିଶାଳୀ ଏବଂ ମହତ୍ତ୍ୱ ରହିଅଛି। ଏହି ଲିମ୍ବ ଗଛରେ ଶାସ୍ତ୍ରରେ ଯେମିତି ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ଏହି ତିନି ଦେବତାଙ୍କୁ ଯେପରି ତ୍ରିଦେବ କୁହାଯାଏ, ସେହିପରି ବରଗଛ, ଓସ୍ତ ଗଛ ଏବଂ ଲିମ୍ବ ଗଛ ଏହି ତିନୋଟି ଗଛକୁ ତ୍ରିବେଣୀ କୁହାଯାଏ। ଲିମ୍ବ ଗଛକୁ ମା ଦୁର୍ଗାଙ୍କର ସ୍ୱରୂପ ବୋଲି ମନାଯାଏ। ଆଉ ଏହି କାରଣରୁ ଆମ ହିନ୍ଦୁ ଧର୍ମରେ ଏହି ଗଛକୁ ପୂଜା ମଧ୍ୟ କରାଯାଏ। ନବରାତ୍ରି ସମୟରେ ଏହି ଲିମ୍ବ ଗଛର ପତ୍ର ଦ୍ୱାରା ମାତା ରାଣୀଙ୍କର ପୂଜାରେ ପାଣି ଛିଞ୍ଚନ କରାଯାଇଥାଏ। ଆଉ ଏହି ଲିମ୍ବ ଗଛ ଆଧ୍ୟାତ୍ମିକ ଦୃଷ୍ଟିରୁ ଏବଂ ଧାର୍ମିକ ଦୃଷ୍ଟିରୁ ବହୁତ ଉପଯୋଗୀ ହୋଇଥାଏ। ଖାଲି ସେତିକି ନୁହେଁ, ଏହା ଔଷଧୀୟ ଗୁଣ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ। ଖାସ୍ କରି ଏଇଥିପାଇଁ ଜାଣିବା ଲୋକ ନିଜ ଘର ପାଖରେ ଏହି ଲିମ୍ବ ଗଛକୁ ଲଗାଇଥାନ୍ତି। ଏହାର କାରଣ ଲିମ୍ବ ଗଛ ଘରର ଆଖପାଖରେ ଲଗାଇଲେ ଏହା ସଂକ୍ରାମକ ରୋଗଠାରୁ ବଞ୍ଚାଇଥାଏ। ଏହା ବହୁତ ଔଷଧୀୟ ଲାଭ ମଧ୍ୟ ଏହି ଲିମ୍ବ ଗଛ ଆମକୁ ଦେଇଥାଏ। ଲିମ୍ବ ଗଛର ପତ୍ରଠାରୁ ନେଇ ଚେର ପର୍ଯ୍ୟନ୍ତ ଅଲଗା ଅଲଗା ପ୍ରକାରର ଚମତ୍କାରୀ ଶକ୍ତି ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଲିମ୍ବ ଗଛର ସମ୍ବନ୍ଧ ଶନି ଗ୍ରହଙ୍କ ସହ ରହିଥାଏ। ରାହୁ ଏବଂ କେତୁଙ୍କ ଠାରୁ ମୁକ୍ତି ପାଇବା ପାଇଁ ମହାଶକ୍ତିଶାଳୀ ହୋଇଥାଏ। ଦୈବୀ ଶକ୍ତି ଏହି ଲିମ୍ବ ଗଛ ଭିତରେ ଭରପୁର ହୋଇ ରହିଥାଏ। ଯେଉଁମାନେ ସିଦ୍ଧି ପ୍ରାପ୍ତି କରିବା ପାଇଁ ଚାହୁଁଛନ୍ତି, ତ ସେହିମାନେ ଯଦି ଲିମ୍ବ ଗଛର ତଳେ ଉପାସନା କରନ୍ତି କିମ୍ବା ମନ୍ତ୍ରର ଜପ କରନ୍ତି, ତ ଖୁବ୍ ଶୀଘ୍ର ସେହି ବ୍ୟକ୍ତିଙ୍କୁ ସିଦ୍ଧି ପ୍ରାପ୍ତି ହୋଇଥାଏ। ମା ଦୁର୍ଗାଙ୍କ ପୂଜାରେ ଏହି ଲିମ୍ବ ଗଛର ପତ୍ର ବେଶୀ କରି ବ୍ୟବହାର କରାଯାଇଥାଏ। ଯେହେତୁ ଏହି ଲିମ୍ବ ଗଛରେ ମା ଦୁର୍ଗା ବାସ କରିଥାନ୍ତି, ସେହି କାରଣରୁ ହିନ୍ଦୁ ଲୋକମାନେ ଏହି ଲିମ୍ବ ଗଛକୁ ପୂଜା କରିଥାନ୍ତି। ଏବେ ଆସନ୍ତୁ ଜାଣିବା ସେହି ଉପାୟଟି, ଯେଉଁ ଉପାୟଟି ହେଉଛି ଲିମ୍ବ ଗଛର ଚେର ଆପଣଙ୍କୁ କେମିତି କୋଟିପତି କରାଇଥାଏ। ଏଥିପାଇଁ ଆପଣ ଲିମ୍ବ ଗଛର ଚେରରୁ କାଠ ଖଣ୍ଡେ ନେଇ ଆସନ୍ତୁ। ଆପଣ ଧ୍ୟାନ ଦେବେ, ସେଇ ଯେଉଁ କାଠ ଆଣିଥିବେ ସେହି କାଠଟି ଯେପରି ଚଉଡ଼ା ହୋଇଥିବ। ଆଉ ସେହି ଲିମ୍ବ କାଠରେ ଆପଣ ନିଜେ ଆପଣଙ୍କ ହାତରେ ଶ୍ରୀଯନ୍ତ୍ର ବନାଇ ଦିଅନ୍ତୁ। ଏହା ଯଦି ଆପଣ ଲିମ୍ବ କାଠରେ ଶ୍ରୀଯନ୍ତ୍ର ବନାନ୍ତି, ମନେ ରଖନ୍ତୁ ଏହା କୌଣସି ସାଧାରଣ ଶ୍ରୀଯନ୍ତ୍ର ହୋଇକି ରହିନଥାଏ। ଏହା ସାକ୍ଷାତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ହୋଇଯାଇଥାଏ। କାରଣ ଲିମ୍ବ କାଠରେ ଯଦି ଆପଣ ଶ୍ରୀଯନ୍ତ୍ର ବନେଇବେ ଆଉ ଏହି ଶ୍ରୀଯନ୍ତ୍ରକୁ ଆପଣଙ୍କ ପୂଜା ସ୍ଥାନରେ ସ୍ଥାପନ କରିବେ, ଏହା ସହ ସେହି ଶ୍ରୀଯନ୍ତ୍ରକୁ ପୂଜା ପାଠ କରିବେ, ତ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ତୁରନ୍ତ ଆସିଥାନ୍ତି। ଏହା ସହ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଯଥାଶୀଘ୍ର ଆପଣଙ୍କୁ ମିଳିଥାଏ।
ଆପଣଙ୍କର ସମସ୍ତ ଇଚ୍ଛା ମଧ୍ୟ ଖୁବ୍ ଶୀଘ୍ର ପୂରଣ ହୋଇଯାଇଥାଏ। ଧନ, ଯଶ, ବୈଭବରେ ଆପଣ ପରିପୂର୍ଣ୍ଣ ହୋଇଯାଆନ୍ତି। ଏମିତି ଘରକୁ ମା ଲକ୍ଷ୍ମୀ କେବେ ବି ତ୍ୟାଗ କରନ୍ତି ନାହିଁ। ତେଣୁ ପ୍ରତିଦିନ ଆପଣ ଆପଣଙ୍କ ଠାକୁର ପୂଜା କରୁଥିବା ସମୟରେ ଏହି ଶ୍ରୀ ଯନ୍ତ୍ରକୁ ମଧ୍ୟ ପୂଜା କରନ୍ତୁ ଏବଂ ପ୍ରତିଦିନ ଏହି ଶ୍ରୀ ଯନ୍ତ୍ରକୁ ଦର୍ଶନ କରନ୍ତୁ। ଏହି ଶ୍ରୀ ଯନ୍ତ୍ରକୁ ଆପଣ ଆପଣଙ୍କ ଠାକୁର ଘରେ ସ୍ଥାପନ କରିବେ। ଏତିକି କରନ୍ତୁ, ଦେଖିବେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କୁ ହିଁ ପ୍ରାପ୍ତି ହେବ। ଆପଣ ଏବଂ ଆପଣଙ୍କ ପରିବାରର ଉନ୍ନତି ହେବାକୁ ଲାଗିବ। ଖାଲି ସେତିକି ନୁହେଁ, ଲିମ୍ବ ଗଛ ଆପଣମାନେ ନିହାତି ଆପଣଙ୍କ ଘରର ଆଖପାଖରେ ଲଗାନ୍ତୁ। ଏହି ଗଛ ଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ସଞ୍ଚାର ହୋଇଥାଏ। ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ଲିମ୍ବ ଗଛ 500 ଫୁଟ ପର୍ଯ୍ୟନ୍ତ ଆପଣଙ୍କ ଘରକୁ କୌଣସି ମହାମାରୀ ବା ବେମାରୀ ଆସିବାକୁ ଦେଇନଥାଏ। କାହିଁକି ନା ଲିମ୍ବ ଗଛ ମା ଦୁର୍ଗାଙ୍କର ସ୍ୱରୂପ ହୋଇଥାଏ। ଯଦି ବାସ୍ତୁ ଦୃଷ୍ଟିରୁ ଆମେ ଦେଖିବା, ଯଦି କାହା କୁଣ୍ଡଳୀରେ ରାହୁ ଦୋଷ ଚାଲିଥାଏ, ଆପଣମାନେ ରାହୁ ଦୋଷ ପାଇଁ ବହୁତ ସମସ୍ୟାରେ ପଡ଼ୁଛନ୍ତି, ତେବେ ଆପଣ ଗାଧେଇବା ପାଣିରେ ଲିମ୍ବର କିଛି ପତ୍ର ପକାଇ ଯଦି ଆପଣମାନେ ଏହି ପାଣିରେ ସ୍ନାନ କରନ୍ତି, ତ ରାହୁ ଦୋଷରୁ ଯେତେ ଶୀଘ୍ର ଆପଣମାନେ ମୁକ୍ତି ପାଇପାରିବେ। ଏବେ ଚାଲନ୍ତୁ ଜାଣିବା ଲିମ୍ବ ଗଛର ଏକ ଗୁପ୍ତ ଏବଂ ଚମତ୍କାରୀ ପ୍ରୟୋଗ ବିଷୟରେ, ଯାହା ଆପଣଙ୍କ ଜୀବନକୁ ଏକଦମ ବଦଳାଇ ଦେବ। ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କର ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସାଥ ଦେଉନାହିଁ, ଯାହାକି ଆପଣଙ୍କୁ ସାଥ ଦେବ। ଏହା ସହ ଆପଣଙ୍କର ଗରିବୀ ବି ଦୂର ହୋଇଯିବ। ଆପଣ ବନିଯିବେ ଧନବାନ। ଏଥିପାଇଁ ଆପଣ କ'ଣ କରିବେ ନା, କୌଣସି ଏକ ସୋମବାର ଦିନ ଆପଣଙ୍କ ଘର ପାଖରେ ଥିବା ମନ୍ଦିର, ସେହି ମନ୍ଦିର ପାଖରେ ଏକ ଲିମ୍ବ ଗଛଟିଏ ଲଗାଇ ଦିଅନ୍ତୁ। ସୋମବାର ଦିନ ଆପଣଙ୍କ ଘର ପାଖରେ ଥିବା ଯେକୌଣସି ମନ୍ଦିର, ଆପଣ ସେହି ମନ୍ଦିର ପାଖରେ ଗୋଟିଏ ଲିମ୍ବ ଗଛ ଲଗାଇ ଦିଅନ୍ତୁ। ଆପଣମାନେ ହୁଏତ ଏହି ଚମତ୍କାରୀ ଉପାୟ ବିଷୟରେ କେବେ ବି ଜାଣିନଥିବେ। ଯେଉଁ ବ୍ୟକ୍ତି ଘର ପାଖରେ ଥିବା ମନ୍ଦିର ପାଖରେ ଲିମ୍ବ ଗଛ ଲଗାଇଥାନ୍ତି, ତ ସେହି ବ୍ୟକ୍ତିଙ୍କ ଜୀବନରେ ଦୁର୍ଭାଗ୍ୟ ଦୂର ହୋଇଯାଇଥାଏ। ଖାଲି ସେତିକି ନୁହେଁ, ଏମିତି ବ୍ୟକ୍ତିଙ୍କର ଭାଗ୍ୟ ହୀରା ପରି ଚମକି ଉଠିଥାଏ। ଯଦି ଆପଣ ମନ୍ଦିର ଆଖପାଖରେ ଲିମ୍ବର ଗଛ ଲଗାଇଥାନ୍ତି, ତ ସେହି ଗଛର ଛାଇ ଯେତେ ଯେତେ ସେହି ମନ୍ଦିର ଉପରେ ପଡ଼ିବ, ସେତେ ସେତେ ଆପଣଙ୍କର ଉନ୍ନତି ହେବାକୁ ଲାଗିବ। ଆପଣଙ୍କର ଭାଗ୍ୟ ଚମକିବାକୁ ଲାଗିବ। ଦେଖିବେ ଆପଣଙ୍କୁ ଧନବାନ ବନିବାରେ କେହି ବି ରୋକିପାରିବେ ନାହିଁ। ଆପଣମାନେ ଯଦି କୌଣସି ଲିମ୍ବ ଗଛ ମୂଳରେ କ୍ଷୀର ଢାଳନ୍ତି, ତେବେ ତାହାର ଫଳ ଆପଣଙ୍କୁ କେତେ ମିଳିଥାଏ? ତେବେ ଆସନ୍ତୁ ଜାଣିବା। ଆପଣମାନେ ଦେଖିଥିବେ ବହୁତ ଲୋକ ଲିମ୍ବ ଗଛ ମୂଳରେ କ୍ଷୀର ଢାଳିଥାନ୍ତି। କାରଣ ଶାସ୍ତ୍ରରେ ମାନ୍ୟତା ଅଛି, ଯଦି ଲିମ୍ବ ବୃକ୍ଷ ମୂଳରେ ଯଦି କ୍ଷୀର ଢାଳିବେ, ତ ସର୍ବପ୍ରଥମେ ଆପଣଙ୍କ ଘର କଳି ଝଗଡ଼ା ସମାପ୍ତ ହୋଇଯାଇଥାଏ। ଆପଣଙ୍କ ଘରେ ଯଦି କିଛି ଦୋଷ ଅଛି, ଆପଣ ଲିମ୍ବ ବୃକ୍ଷ ମୂଳରେ କ୍ଷୀର ଢାଳିବା ହେତୁ ସେହି ଦୋଷ ଆପଣଙ୍କ ଘରୁ ସବୁଦିନ ପାଇଁ ସମାପ୍ତ ହୋଇଯାଇଥାଏ। ରାହୁ ଏବଂ କେତୁଙ୍କ ପୀଡ଼ାରୁ ଆପଣଙ୍କୁ ମୁକ୍ତି ମିଳିଥାଏ। ଆପଣଙ୍କ ଘରେ ଯଦି ବାସ୍ତୁ ଦୋଷ ଅଛି, ତାହା ମଧ୍ୟ ଲିମ୍ବ ଗଛ ମୂଳରେ କ୍ଷୀର ଢାଳିବା ଯୋଗୁଁ ତାହା ମଧ୍ୟ ଠିକ୍ ହୋଇଯାଇଥାଏ। ଲିମ୍ବ ବୃକ୍ଷ ମୂଳରେ କ୍ଷୀରରେ ଅଳ୍ପ ମିଶ୍ରି ପକାଇ ଯଦି ଆପଣ ଲିମ୍ବ ଗଛ ମୂଳରେ ଢାଳିଥାନ୍ତି, ତ ଏହା ଦ୍ୱାରା ଆପଣଙ୍କର ଯେତେ ବଡ଼ ମନସ୍କାମନା ପୂର୍ଣ୍ଣ ହୋଇଯାଇଥାଏ। ଆଉ ଏହି ଉପାୟକୁ ଆପଣ କେବଳ 3ଟି ସୋମବାର ଦିନ କରନ୍ତୁ। ମନେ ରଖନ୍ତୁ, ଏହି ଉପାୟଟିକୁ କେବଳ ସୋମବାର ଦିନ କରିବେ। ଆଉ ଏହି ସୋମବାର 3ଟି ସୋମବାର ହେଇଥିବା ଦରକାର। ଗୋଟିଏ ମାସରେ ତ 4ଟି ସୋମବାର ପଡ଼ିଥାଏ। ଆପଣ କିନ୍ତୁ 3ଟି ସୋମବାର ଏହି ଉପାୟଟିକୁ କରିବେ। ଆପଣଙ୍କ ଯେତେ ବଡ଼ ମନସ୍କାମନା ଅଛି, ତାହା ଖୁବ୍ ଶୀଘ୍ର ପୂର୍ଣ୍ଣ ହୋଇଥାଏ। ସେ ଯେତେ ବଡ଼ ମନସ୍କାମନା ହେଉନା କାହିଁକି, ନିଶ୍ଚିନ୍ତ ପୂରଣ ହୋଇଥାଏ। ଯଦି ବିଶ୍ୱାସ ହେଉନାହିଁ,
ତେବେ ଏହି ଉପାୟଟିକୁ ଆପଣମାନେ ଥରେ କରିକି ହିଁ ଦେଖନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ଆମର ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।